फुलनखरा स्थित श्री श्री लक्षेश्वर प्रांगण में नवदिनव्यापी रामचरित मानस एवं नवान्न पारायण सह रामलीला अनुष्ठित हो जाइछि। संध्यारे कटक सदर विधायक चंद्रसारथी बेहेरा एवं भुवनेश्वर उत्तर विधायक सुशांत राउत जोग देइथिले। ଏହି ଅବସରରେ ବିଭିନ୍ନ ଗ୍ରାମର ରାମଲୀଳା ପ୍ରଚାର ସମିତିର କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରାଯିବା ସହିତ ଶ୍ରୀ ଲକ୍ଷେଶ୍ୱର ରାମଲୀଳା ପ୍ରଚାର ସମିତି ନୂଆ କାଚରାମାଳର ସମସ୍ତ କଳାକାରମାନଙ୍କୁ ସମ୍ବୋଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟିକୁ ଶ୍ରୀ ଶ୍ରୀ ରାମଚରିତ ମାନସ ପାରାୟଣ ପରିଚାଳନା ସମିତି ଶ୍ରୀ ଶ୍ରୀ ଲକ୍ଷେଶ୍ୱର ଟ୍ରଷ୍ଟ ବୋର୍ଡ ଓ ସକାଳ ଚାକଟିର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ। ଶେଷରେ ଶ୍ରୀ ଶ୍ରୀ ଲକ୍ଷେଶ୍ୱର ପ୍ରଚାର ସମିତି ଦ୍ୱାରା ରାବଣବଧ ରାମଲୀଳା ପରିବେଷଣ କରାଯାଇଥିଲା। फुलनखरारू विभूतिभूषण तराईଙ୍କ रिपोर्ट, लिव लाइफ ओडिया।